ମୋ ନାମ ବର୍ଷା, ମୋ ବୟସ 20 ବର୍ଷ। ମୁଁ ମୟୂରଭଞ୍ଜର ଏମିତି ଏକ ଗାଁରୁ ଆସିଛି ଯେଉଁଠି ଝିଅମାନଙ୍କର ବିବାହ ଖୁବ୍ କମ୍ ବୟସରେ ହୋଇଯାଏ। ବିବାହକୁ ନେଇ ମୋ ମନରେ ବହୁତ ଡର ରହୁଥିଲା, କାରଣ ମୁଁ ଶ୍ୱଶୁର ଘର ବିଷୟରେ ଅନେକ ଗୁଜବ ଶୁଣିଥିଲି। ଶ୍ୱଶୁର ଘରେ ଶାଶୁ ବୋହୂକୁ ଜୀଇବାକୁ ଦିଏନି ଏବଂ ନଣନ୍ଦମାନେ ତ ନିଜ ଭାଉଜକୁ ଖୁସିରେ ଦେଖିପାରନ୍ତି ନାହିଁ। ନଣନ୍ଦ ନିଜ ଭାଉଜର ଜୀବନ ଦୁଃଖଭରା କରିଦିଏ। କେତେଥର ତ ମୁଁ ଏହା ମଧ୍ୟ ଶୁଣିଥିଲି ଯେ ଯୌତୁକ ଲୋଭରେ ଶାଶୁ ଓ ନଣନ୍ଦ ବୋହୂକୁ ତାର ବାପଘରକୁ ପଠାଇ ଦିଅନ୍ତି। ପିଲାଦିନୁ ଆଜି ପର୍ଯ୍ୟନ୍ତ ମୁଁ ଏହା ଶୁଣି ଆସିଥିଲି ଯେ ଶ୍ୱଶୁର ଘର ଏକ ବିପଜ୍ଜନକ ସ୍ଥାନ ହୋଇଥାଏ ଯେଉଁଠି ଫୁଙ୍କି ଫୁଙ୍କି ପାଦ ପକାଇବାକୁ ପଡ଼େ। କିନ୍ତୁ ନିଜ ଶ୍ୱଶୁର ଘରକୁ ଆସିବା ପରେ ମୋତେ ଏହା ବୁଝାପଡ଼ିଲା ଯେ ଦୁନିଆରେ ସବୁ ଲୋକ ସମାନ ନୁହନ୍ତି। ମୋ ଶ୍ୱଶୁର ଘର ଲୋକେ ତ ବହୁତ ଭଲ ଥିଲେ। ମୋ ଶାଶୁ ମୋତେ କହିଥିଲେ ଯେ ବିବାହର ଆରମ୍ଭ ଦିନଗୁଡ଼ିକରେ ମୁଁ ମୋ ସ୍ୱାମୀଙ୍କ ସହ ଭଲ ସମୟ ବିତାଏ, ଏହାପରେ ତୁମକୁ ସାରା ଜୀବନ ଆମ ସହ ହିଁ ରହିବାକୁ ହେବ। ମୋ ସ୍ୱାମୀ ଅର୍ଜୁନ ଜଣେ ବହୁତ ଭଲ ମଣିଷ ଥିଲେ ଏବଂ ସେ ମୋର ପୁରା ଧ୍ୟାନ ରଖୁଥିଲେ। କିନ୍ତୁ ଯେମିତି ଯେମିତି ସମୟ ବିତିଲା, ମୁଁ ରୁମ୍ ବାହାରକୁ ବାହାରିବା ଆରମ୍ଭ କଲି ଏବଂ ବାହାରର ଦୃଶ୍ୟ ବହୁତ ଅଜବ ଥିଲା, ଯାହା ଦେଖିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଭଲ, ଏହା କେମିତି ହୋଇପାରେ? ଘରର ସମସ୍ତ ଲୋକ ଭଲରୁ ଭଲ ଖାଦ୍ୟ ଖାଉଥିଲେ ଏବଂ ଭଲରୁ ଭଲ ପୋଷାକ ପିନ୍ଧୁଥିଲେ, କିନ୍ତୁ ଘରର ବଡ଼ ମୁଖ୍ୟ 2 ଦିନର ପୁରୁଣା ଖାଦ୍ୟ ଖାଉଥିଲେ। ବିବାହର 1 ସପ୍ତାହ ପରେ ପ୍ରଥମ କରି ମୁଁ ସମସ୍ତଙ୍କ ସହ ଆସି ବସିଲି। ସାରା ଘରଲୋକେ ଏକାଠି ମିଶି ଖାଇବାକୁ ଲାଗିଲେ। ମୋ ଶାଶୁ ପଛପଟେ ପଡ଼ିଥିବା ପଲଙ୍କ ଉପରେ ଏକ ପ୍ଲେଟରେ ଖାଦ୍ୟ ଦେଇଦେଲେ ଏବଂ ଏହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ବହୁତ ଅଧିକ ଦୁର୍ଗନ୍ଧଯୁକ୍ତ ରୁଟି ସହିତ 3-4 ଦିନର ପୁରୁଣା ବଳକା ଖାଦ୍ୟ ତାଙ୍କ ସାମ୍ନାରେ ରଖାଯାଇଥିଲା। ମୋତେ ନିଜ ଶ୍ୱଶୁରଙ୍କର ମଳିନ ଚେହେରା ଦେଖି ବହୁତ ଅଧିକ ଦୁଃଖ ହେଉଥିଲା। ମୋତେ ବୁଝାପଡ଼ୁ ନଥିଲା ଯେ ମୋ ଶ୍ୱଶୁରଘର ଲୋକେ ତ ଏତେ ପାଠୁଆ ଏବଂ ଭଲ ଲୋକ, ଫିର୍ ମୋ ଶାଶୁ ନିଜ ସ୍ୱାମୀଙ୍କ ସହ ଏମିତି ବ୍ୟବହାର କାହିଁକି କରୁଛନ୍ତି? ସେ ତ ଅତି ଚାପ୍ ଖାଦ୍ୟ ଖାଇ ନେଇଥିଲେ ଏବଂ ଏହି ବିଷୟରେ କୌଣସି କଥା ବି କରିନଥିଲେ। କିନ୍ତୁ ପରଦିନ ଦ୍ୱିପ୍ରହର ଖାଇବା ସମୟରେ ମୁଁ ପୁଣିଥରେ ସେହିଭଳି ଶ୍ୱଶୁରଙ୍କୁ ରାତିର ବଳକା ଖାଦ୍ୟ ଖାଉଥିବାର ଦେଖିଲି। ତ ମୁଁ ଆଶ୍ଚର୍ଯ୍ୟ ହୋଇଗଲି କି ବାକି ସମସ୍ତେ ତ ତାଜା ଖାଦ୍ୟ ଖାଉଥିଲେ, ଫିର୍ ସବୁ ବଳକା ଖାଦ୍ୟ ମୋ ଶ୍ୱଶୁରଙ୍କୁ କାହିଁକି ଦିଆଯାଉଥିଲା? ବୋଧହୁଏ ମୋ ଶ୍ୱଶୁରଙ୍କୁ ଦୁର୍ଗନ୍ଧଯୁକ୍ତ ଖାଦ୍ୟ ପସନ୍ଦ ଥିଲା, କିନ୍ତୁ ଯେତେବେଳେ ମୁଁ ତାଙ୍କ ଚେହେରାକୁ ଦେଖୁଥିଲି ତ ମୋତେ ଜଣାପଡ଼ୁଥିଲା କି ସେ ତ ବହୁତ ମଜବୁର ଏବଂ କଷ୍ଟରେ ଏହି ଖାଦ୍ୟ ଖାଉଛନ୍ତି। ମୁଁ ଏକ ନଜର ଘରର ବାକି ସମସ୍ତଙ୍କ ଉପରେ ପକାଇଲି, ଯେଉଁଥିରେ ମୋର 2 ନଣନ୍ଦ ଏବଂ ଜଣେ ଦେବର ସାମିଲ ଥିଲେ ଏବଂ ମୋ ଶାଶୁ ମଧ୍ୟ ସେଇଠି ବସିଥିଲେ। କିନ୍ତୁ ସେମାନେ ସମସ୍ତେ ବହୁତ ଆରାମରେ ଖାଉଥିଲେ ଏବଂ କାହାରିକୁ ବି ଏହି କଥାରେ କୌଣସି ଫରକ ପଡ଼ୁନଥିଲା କି ତାଙ୍କ ବାପା ଦୁର୍ଗନ୍ଧଯୁକ୍ତ ଖାଦ୍ୟ ଖାଉଛନ୍ତି। ଯେବେକି ମୁଁ ମୋ ଘରେ ଏହା ଦେଖିଥିଲି ଯେ ମା ଭଲରୁ ଭଲ ଜିନିଷ ଆଗ ବାପାଙ୍କ ପାଇଁ ରଖୁଥିଲେ। ଯେତେବେଳେ ମୋ ବାପା ଖାଇବାକୁ ବସୁଥିଲେ ତ ସମସ୍ତେ ତାଙ୍କୁ ବହୁତ ସମ୍ମାନ ଦେଉଥିଲୁ। ଆମେ ସବୁ ଭାଇ ଭଉଣୀ ସବୁଠୁ ଆଗେ ଖାଦ୍ୟ ବାଢ଼ି ବାପାଙ୍କ ଆଗକୁ କରୁଥିଲୁ ଏବଂ ପରେ ଆମେ ଖାଉଥିଲୁ। ଆମ ଘରର ଏକ ଅଲଗା ହିଁ ମାହୋଲ ଥିଲା। ଶ୍ୱଶୁର ଘର ମାହୋଲ ଦେଖି ତ ମୁଁ ଚକିତ ହୋଇଗଲି। ଏଠି ମୋ ଶ୍ୱଶୁରଙ୍କର କୌଣସି ସ୍ଥିତି ନଥିଲା ଏବଂ କେବଳ ମୋ ଶାଶୁ ନୁହନ୍ତି ବରଂ ତାଙ୍କ ପିଲାମାନେ ବି ତାଙ୍କ ପ୍ରତି କୌଣସି ଧ୍ୟାନ ଦେଉନଥିଲେ। ସମସ୍ତେ ନିଜ ନିଜ ଖାଦ୍ୟ ଆରାମରେ ଖାଉଥିଲେ। ମୋ ଶ୍ୱଶୁର ଦୁର୍ଗନ୍ଧଯୁକ୍ତ ଏବଂ ବହୁତ କଷ୍ଟରେ ଚବାଇ ଚବାଇ ଖାଉଥିଲେ ଏବଂ ଖାଦ୍ୟ ଅପେକ୍ଷା ପାଣି ଅଧିକ ପିଉଥିଲେ। କିନ୍ତୁ ଘରର କୌଣସି ମଣିଷକୁ ଏହି କଥାରେ କୌଣସି ଫରକ ପଡ଼ୁନଥିଲା। ଏମିତିକି ଯେତେବେଳେ ମୋ ସ୍ୱାମୀ ଖାଇବା ଟେବୁଲରେ ଥାନ୍ତି, ସେ ମଧ୍ୟ ନିଜ ବାପାଙ୍କ ଉପରେ ନଜର ପକାଇବାକୁ ଉଚିତ ମଣୁନଥିଲେ। ଆରମ୍ଭରୁ 10 ବିନା 15 ଦିନ ମୁଁ ଚାପ୍ ଏହି ମାହୋଲ ଦେଖୁଥିଲି, କାରଣ ମୋର ଏତେ ସାହସ ନଥିଲା କି ମୁଁ ଏହି ବିଷୟରେ ଘରେ କାହାକୁ ବି କୌଣସି ପ୍ରଶ୍ନ କରିପାରିବି। କିନ୍ତୁ କିଛି ଦିନ ପରେ ଯେତେବେଳେ ମୁଁ ଘରର ମାହୋଲରେ ପୂରାପୂରି ମିଶିଗଲି, ସମସ୍ତଙ୍କ ସହ ମୋର କଥାବାର୍ତ୍ତା ଭଲ ହେଲା, ତ ମୁଁ ନିଜ ସ୍ୱାମୀଙ୍କ ସହ ଏହି ବିଷୟରେ କଥା ହେଲି କି ଏହା କ'ଣ କୌଣସି ତରିକା କି ଆପଣଙ୍କ ପିତାଜୀ ଏତେ ଅଧିକ ଦୁର୍ଗନ୍ଧଯୁକ୍ତ ଖାଦ୍ୟ ଖାଉଛନ୍ତି ଏବଂ ଆପଣ ତାଙ୍କ ସାମ୍ନାରେ ବସି ତାଜା ଓ ଗରମ ଗରମ ଖାଦ୍ୟ ଖାଉଛନ୍ତି? ଏହା ଶୁଣି ନରମ ଦେହର ଅର୍ଜୁନ ହଠାତ୍ ରାଗିଗଲେ ଏବଂ ମୋତେ କହିବାକୁ ଲାଗିଲେ କି ତୁମେ ଏହି ଘରର ମାମଲାରେ ଗୋଡ଼ ପୁରାଅ ନାହିଁ ଏବଂ ଭଲ ହେବ କି ତୁମେ ମୋ ବାପା ମାଙ୍କ ମାମଲାରେ କିଛି ନ କୁହ। ଯଦି ତୁମକୁ ଏହି ଘରେ କୌଣସି ଅସୁବିଧା ଅଛି ତ ମୋ ସହ ସେ ବିଷୟରେ କଥା ହେଇପାରିବ, କିନ୍ତୁ ମୋ ପିତାମାତାଙ୍କ ବିଷୟରେ ତୁମକୁ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏହା ଆମ ଘରର ମାମଲା। ଅର୍ଜୁନଙ୍କର ଏହି କଥା ଶୁଣି ମୋ ଆଖିରେ ଲୁହ ଆସିଗଲା କି ମୁଁ ବି ତ ଏହି ଘରର ଅଂଶ। ସେ କେତେ ସହଜରେ ମୋତେ ଏହା କହି ଚୁପ୍ କରିଦେଲେ କି ଏହା ତାଙ୍କ ଘର ଭିତରର ମାମଲା, ଅର୍ଥାତ୍ ଏହି ଘରର ସମସ୍ୟା ସହିତ ମୋର କୌଣସି ସମ୍ପର୍କ ନାହିଁ। ମୁଁ ଏବେ ଚପ୍ ଚାଲୁଥିବା ବେଳେ କେବଳ ନିଜ ଶ୍ୱଶୁରଙ୍କୁ ଦେଖୁଥାଏ। ମୋ ମନ ଦେଖି ଅଜବ ପ୍ରକାରର ଦୁଃଖ ଅନୁଭବ କରୁଥିଲା କି ମୋର ନିରୀହ ଶ୍ୱଶୁର ଯିଏ କାହାରିକୁ ଗୋଟିଏ ଶବ୍ଦ ବି କହୁନଥିଲେ ଏବଂ ସାରା ଦିନ ଚାପ୍ ପଲଙ୍କରେ ବସି ରହୁଥିଲେ, ତାଙ୍କକୁ କୌଣସି ବି ସମୟର ଖାଇବାରେ କେବଳ ଏବଂ କେବଳ ବାସି ଖାଦ୍ୟ ହିଁ ଦିଆଯାଉଥିଲା।
ତାଙ୍କ ପାଖରେ ପିନ୍ଧିବା ପାଇଁ 2 ଯୋଡ଼ା ପୋଷାକ ବି ନଥିଲା, କାରଣ ମୁଁ ଯେବେଠୁ ଏହି ଘରକୁ ଆସିଥିଲି ତାଙ୍କୁ 2 ଯୋଡ଼ା ପୋଷାକରେ ହିଁ ଦେଖିଥିଲି। ଯେବେ କି ଏହି ଘରେ ଟଙ୍କା ପଇସାର କୌଣସି ଅଭାବ ନଥିଲା। ମୁଁ ଭାବି ନେଇଥିଲି କି ଏବେ ମୁଁ ଚୁପ୍ ରହିବି ନାହିଁ ଏବଂ ନିଜ ନଣନ୍ଦମାନଙ୍କ ସହ ଏହି ବିଷୟରେ କଥା ହେବି। ଝିଅମାନେ ତ ନିଜ ବାପାଙ୍କର ଗେହ୍ଲାଇ ହୋଇଥାନ୍ତି ଏବଂ ଝିଅମାନଙ୍କୁ ସବୁଠୁ ଅଧିକ ଭଲ ପାଇବା ନିଜ ବାପାଙ୍କଠାରୁ ହିଁ ମିଳିଥାଏ। ତାଙ୍କ ବାପାଙ୍କ ସହିତ ତାଙ୍କ ମାଙ୍କ ବ୍ୟବହାର ଏତେ ମାତ୍ରାରେ ଖରାପ ଅଛି, ଘରର ବଡ଼ ହେବା ସତ୍ତ୍ୱେ ବି ତାଙ୍କୁ ଖାଇବାକୁ ବି ଦିଆଯାଉ ନାହିଁ। କିନ୍ତୁ କେଉଁଠି ନା କେଉଁଠି ଏହି କଥା ବି ମୋତେ ଆଶ୍ଚର୍ଯ୍ୟ କରୁଥିଲା କି ମୋ ଶାଶୁଙ୍କ ବ୍ୟବହାର ତ ମୋ ସହ ବହୁତ ଭଲ ଥିଲା ଯେବେକି ମୁଁ ତାଙ୍କର ବୋହୂ। ସେ ମୋତେ ଭଲରୁ ଭଲ ଖାଦ୍ୟ ହେଉ କି ଫଳ, ସବୁଠୁ ଆଗେ ମୋତେ ପଚାରୁଥିଲେ। ଫିର୍ ନିଜ ସ୍ୱାମୀଙ୍କ ସହ ସେ ଏଭଳି ବ୍ୟବହାର କେମିତି କରୁଥିଲେ? ପ୍ରତି କଥାରେ ସେ ମୋ ଶ୍ୱଶୁରଙ୍କୁ ଝାମୁଟି ଦେଉଥିଲେ ଏବଂ ବହୁତ ଗାଳିଗୁଲଜ ବି କରୁଥିଲେ। ତାଙ୍କୁ ଦୁର୍ଗନ୍ଧଯୁକ୍ତ ଖାଦ୍ୟ ଦେଉଥିଲେ ଏବଂ ପିନ୍ଧିବା ପାଇଁ ବି ଶ୍ୱଶୁରଙ୍କ ପାଖରେ ଗୋଟିଏ ଢଙ୍ଗର ପୋଷାକ ନଥିଲା। ଏବଂ ଫିର୍ ସବୁଠୁ ଅଧିକ ଆଶ୍ଚର୍ଯ୍ୟ ଏହି କଥାରେ ହେଲି କି ଯେତେବେଳେ ମୋ ନଣନ୍ଦଙ୍କ ପ୍ରସ୍ତାବ ଆସିଲା ତ ମୋ ଶାଶୁ ମୋ ଶ୍ୱଶୁରଙ୍କୁ ଘରୁ ବାହାରକୁ ପଠାଇଦେଲେ। ଏମିତିକି ବନ୍ଧୁବାନ୍ଧବ ଆସି ଚାଲିଗଲେ, ମୋ ନଣନ୍ଦଙ୍କ ସମ୍ପର୍କ ବି ପୂରାପୂରି ପକ୍କା ହୋଇଗଲା। କିନ୍ତୁ ମୋ ଶାଶୁ ସେହି ଲୋକମାନଙ୍କ ସହ ମୋ ଶ୍ୱଶୁରଙ୍କୁ ଜମାରୁ ବି ଦେଖା କରାଇଦେଲେ ନାହିଁ। ମୁଁ କଥା ପ୍ରସଙ୍ଗରେ ଥରେ ମୋ ଶାଶୁଙ୍କୁ କହିଲି କି ରୁହିର ଶ୍ୱଶୁରଘର ଲୋକେ ଏପର୍ଯ୍ୟନ୍ତ ପିତାଜୀଙ୍କୁ ଭେଟି ନାହାନ୍ତି। ଏହା ଶୁଣି ମୋ ଶାଶୁ ବହୁତ ଅଜବ ନଜରରେ ମୋତେ ଚାହିଁଲେ ଏବଂ କହିବାକୁ ଲାଗିଲେ କି ରୁହିର ସମ୍ପର୍କ ହୋଇଯାଇଛି ଏବଂ ତାର ବିବାହ ହେବାକୁ ଯାଉଛି। ବିବାହ ଦିନ ତୁମ ଶ୍ୱଶୁର ସେମାନଙ୍କୁ ଦେଖିନେବେ। ଏହା ଶୁଣି ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗିଲା କି ଝିଅର ବାପା ବିବାହ ଦିନ ହିଁ ନିଜର ହେବାକୁ ଥିବା ଜୋଇଁକୁ ଦେଖିବେ। ରୁହିର ବିବାହ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିଲା, କିନ୍ତୁ ମୋ ଶ୍ୱଶୁରଙ୍କ ସହ ସମସ୍ତଙ୍କ ବ୍ୟବହାର ସେମିତି ହିଁ ଥିଲା। ମୁଁ ରୁହିକୁ ବି କହିଲି କି ପିତାଜୀଙ୍କ ସହ ଏମିତି ବ୍ୟବହାର କାହିଁକି ହେଉଛି ଏବଂ ତୁମେମାନେ କିଛି କାହିଁକି କହୁନାହଁ। ଏସବୁ ଶୁଣି ରୁହି ମୋତେ ସେହି ଜବାବ ଦେଲା ଯାହା ମୋ ସ୍ୱାମୀ ଦେଇଥିଲେ କି ଏହା ମା ଓ ପିତାଜୀଙ୍କ ପରସ୍ପରର ମାମଲା। ଭଲ ହେବ ଭାଉଜ ଆପଣ ଏଥିରୁ ଦୂରେଇ ରୁହନ୍ତୁ। ଆପଣଙ୍କ ପାଇଁ ଏୟା ଭଲ ହେବ ଯଦି ମା ଜାଣିବାକୁ ପାଆନ୍ତି କି ଆପଣ ଏହି ମାମଲାରେ ପଶୁଛନ୍ତି ତ ହୋଇପାରେ କି ତାଙ୍କର ବ୍ୟବହାର ଆପଣଙ୍କ ସହ ବି ଖରାପ ହୋଇଯିବ। ରୁହିର କଥା ଶୁଣି ମୁଁ ପୂରା ଚୁପ୍ ହୋଇଗଲି। ରୁହି ସତରେ ଠିକ୍ ହିଁ କହୁଥିଲା। ଯଦି ମା ମୋତେ ହିଁ ନିଜର ଶତ୍ରୁ ମାନି ନିଅନ୍ତି ତ ହୋଇପାରେ କି ସେ ମୋ ସହ ଶ୍ୱଶୁରଙ୍କ ଭଳି ବ୍ୟବହାର କରନ୍ତେ। କାରଣ ଶ୍ୱଶୁର ତ ତାଙ୍କର ସ୍ୱାମୀ ଥିଲେ ତଥାପି ସେ ତାଙ୍କୁ ଜମା ଛାଡ଼ୁ ନଥିଲେ। ଫିର୍ ମୁଁ ତ ତାଙ୍କର ବୋହୂ ଥିଲି। ଦ୍ୱିପ୍ରହର ଖାଇବା ପରେ ମୋ ଶାଶୁଙ୍କୁ ହଠାତ୍ ବଜାର ଯିବାକୁ ପଡ଼ିଲା। ରୁହିର ବିବାହ ପ୍ରସ୍ତୁତି ପାଇଁ ମାଙ୍କର ପ୍ରତିଦିନ ହିଁ ବଜାର ଚକ୍କର କାଟିବାକୁ ପଡୁଥିଲା। ଯେତେବେଳେ ମୁଁ ଦେଖିଲି କି ଘରେ ମୋ ଏବଂ ଶ୍ୱଶୁରଙ୍କ ବ୍ୟତୀତ କେହି ନାହାନ୍ତି, ତ ମୁଁ ଚାପ୍ ସବୁ ବଳକା ଖାଦ୍ୟ ଛାତ ଉପରକୁ ଫିଙ୍ଗିଦେଲି, ଯାହାଫଳରେ ଦୁର୍ଗନ୍ଧଯୁକ୍ତ ଖାଦ୍ୟ ବଞ୍ଚିବ ହିଁ ନାହିଁ ଏବଂ ଶ୍ୱଶୁରଙ୍କୁ ସେଇ ଖାଦ୍ୟ ଖାଇବାକୁ ପଡ଼ିବ ନାହିଁ। କିନ୍ତୁ ମୁଁ ଏହା ଜାଣିନଥିଲି କି ଏହା ମୋର ସବୁଠୁ ବଡ଼ ଭୁଲ ହେବ। ଏବାର ଏହାର ପରିଣାମ ମୋ ଶ୍ୱଶୁରଙ୍କୁ ହିଁ ଭୋଗିବାକୁ ପଡ଼ିବ। ବାକି ଖାଦ୍ୟ ଛାତ ଉପରେ ପକାଇବା ପରେ ମୋ ମନ ଶାନ୍ତ ହୋଇଗଲା ଏବଂ ମୁଁ ସବୁ ବାସନ ଧୋଇ କିଚେନରେ ରଖିଦେଲି ଏବଂ କିଚେନ ସଫା କରିଦେଲି ଏବଂ ରାତିର ରୋଷେଇରେ ଲାଗିଗଲି। ମୋ ଶାଶୁ ରୁହି ଏବଂ ମୋ ଛୋଟ ନଣନ୍ଦକୁ ନେଇ ବଜାର ଯାଇଥିଲେ। ମୁଁ ସେମାନଙ୍କ ଆସିବା ପୂର୍ବରୁ ହିଁ ରାତିର ଖାଦ୍ୟ ବି ବନେଇଦେଲି ଏବଂ ଘର ବି ସଫାସୁତୁରା କରିଦେଲି। ମୋତେ ଜଣାଥିଲା କି ଆଜି ମୋ ଶ୍ୱଶୁରଙ୍କୁ ସେହି ଖାଦ୍ୟ ମିଳିବ ଯାହା ଘରେ ସମସ୍ତଙ୍କ ପାଇଁ ରନ୍ଧା ହୋଇଛି, କାରଣ ଏବେ ତ ଖରାପ ଖାଦ୍ୟ ଦେବା ପାଇଁ କିଛି ବଞ୍ଚି ନଥିଲା। କିନ୍ତୁ ରାତିରେ ଖାଇବା ସମୟରେ ମୋ ଆଖି ଆଶ୍ଚର୍ଯ୍ୟରେ ଖୋଲି ରହିଗଲା ଯେତେବେଳେ ମୁଁ ମୋ ଶାଶୁଙ୍କୁ ଶ୍ୱଶୁରଙ୍କୁ ଖାଦ୍ୟ ଦେବାର ଦେଖିଲି। ଶ୍ୱଶୁରଙ୍କ ସହ ଏମିତି ବ୍ୟବହାର ଦେଖି ମୋ ପାଟିରୁ ଗୋଟିଏ ବି ଗୁଣ୍ଡା ତଳକୁ ଗଲାଣି ଏବଂ ମୁଁ ଚାପ୍ ଉଠି ନିଜକୁ ଚାଲିଗଲି। ମୋ ସ୍ୱାମୀ ଅନୁଭବ କରି ନେଇଥିଲେ କି ମୁଁ ଖାଇବା ଖାଇନାହିଁ, କିନ୍ତୁ ସେ ସମସ୍ତଙ୍କ ସାମ୍ନାରେ ଚୁପ୍ ରହିଲେ ଏବଂ ଯେତେବେଳେ ମୁଁ ସବୁ କାମ ସାରି ଆସିଲି ତ ସେ ମୋତେ ନିଜ ପାଖକୁ ଡାକି ପଚାରିଲେ କି ମୁଁ ଖାଦ୍ୟ କାହିଁକି ଖାଇନାହିଁ। ମୋତେ ନିଜ ସ୍ୱାମୀଙ୍କ ଉପରେ ବହୁତ ଅଧିକ ରାଗ ଆସୁଥିଲା। ସେ କେମିତି ନିଜ ବାପାଙ୍କ ସହ ଏମିତି ହେବାର ବରଦାସ୍ତ କରିପାରୁଥିଲେ। ହଠାତ୍ ମୋ ଆଖିରୁ ଲୁହ ଆସିବାକୁ ଲାଗିଲା। ମୁଁ ନିଜ ସ୍ୱାମୀଙ୍କୁ କହିଲି କି ମୋତେ ଡର ଲାଗୁଛି କି ମୋ ପୁଅ ବି କାଳେ ଆପଣଙ୍କ ଭଳି ନ ହେଉଛି, ଆପଣଙ୍କୁ ଗୋଟିଏ ଗୋଟିଏ ଗୁଣ୍ଡା ଖାଦ୍ୟ ପାଇଁ ତରସାଇ ଦେବ। ଏହା ଶୁଣି ମୋ ସ୍ୱାମୀ ଆଶ୍ଚର୍ଯ୍ୟ ହୋଇ ରହିଗଲେ କି ମୁଁ ଏହା କ'ଣ କହୁଛି। ଅର୍ଜୁନ ମୋତେ କହିଲେ କି ମୋ ମୁଣ୍ଡ ତ ଠିକ୍ ଅଛି, ଏହା କେଉଁ ପ୍ରକାରର କଥା କହୁଛ? ମୋ ସନ୍ତାନ ମୋ ସହ ଏମିତି କାହିଁକି କରିବ? ମୁଁ ଅର୍ଜୁନଙ୍କୁ ଚାହିଁଲି ଏବଂ କାନ୍ଦି କାନ୍ଦି କହିଲି କି ଯେତେବେଳେ ଆପଣ ନିଜ ବାପାଙ୍କ ସହ ଏମିତି ହେବାର ବରଦାସ୍ତ କରିପାରୁଛନ୍ତି ଏବଂ ତାଙ୍କ ଉପରେ ହେଉଥିବା ସବୁ ଅତ୍ୟାଚାର ଦେଖିବି ନିଜ ଆଖି ବନ୍ଦ କରିପାରୁଛନ୍ତି, ତ ଭଲ ଆପଣଙ୍କ ସନ୍ତାନ ଆପଣଙ୍କ ସହ ଏମିତି କାହିଁକି କରିବ ନାହିଁ। ଏହା ଶୁଣି ଅର୍ଜୁନ ମୋତେ କହିଲେ, ତୁମ ପାଇଁ ଏହା ଭଲ ହେବ କି ତୁମେ ଚାପ୍ ଶୋଇପଡ଼। ଯେତେବେଳେ କୌଣସି ଜିନିଷ ବିଷୟରେ ଜଣା ନାହିଁ ତେବେ ସେଇ ବିଷୟରେ କଥା ହେବା ଉଚିତ ନୁହେଁ।
ଅର୍ଜୁନ ନିଜ କଥା ପୂରା କରି ଶୋଇବା ପାଇଁ ଶୋଇଗଲେ, କିନ୍ତୁ ମୋ ମନରେ ତ ଯେମିତି ନିଆଁ ଜଳୁଥିଲା। ମୋତେ ଏହା ଭାବି ଭାବି ଆଶ୍ଚର୍ଯ୍ୟ ଲାଗୁଥିଲା କି ଯଦି ଭଗବାନଙ୍କୁ ଏହି କଥାର ହିସାବ ମାଗିବେ, ତେବେ ଆମେ କ'ଣ ଜବାବ ଦେବା? ଏବଂ ଯଦି ମୋ ସନ୍ତାନ ବି ଅର୍ଜୁନଙ୍କ ସହ ଏହା କରିବ, ତେବେ ସେତେବେଳେ ଅର୍ଜୁନ କ'ଣ କରିବେ? କାରଣ କର୍ମର ଫଳ ତ ଏହି ଦୁନିଆରେ ମିଳିଯାଏ ଏବଂ ଯାହା କିଛି ଆମେ ବୁଣିବା ସେୟା ହିଁ କାଟିବା। ମୁଁ ସାରା ରାତି କଡ଼େ ଲେଉଟାଇ ବିତାଇ ଦେଲି। ମୋତେ ଶାନ୍ତି ମିଳୁନଥିଲା। ଯେବେଠୁ ମୁଁ ରାତି ଖାଇବା ସମୟରେ ଏହି ଦୃଶ୍ୟ ଦେଖିଥିଲି, ମୋ ଶାଶୁ ମୋ ଶ୍ୱଶୁରଙ୍କୁ ପ୍ଲେଟରେ 2 ଚାମଚ କଞ୍ଚା ପରିବା ଏବଂ କଞ୍ଚା ଅଟା ପକାଇ ସାମ୍ନାରେ ରଖିଥିଲେ। ମୋର ତ ଜୀବନ ବାହାରିଗଲା। ସାଙ୍ଗେ ସାଙ୍ଗେ ସେ ମୋ ଶ୍ୱଶୁରଙ୍କୁ ବହୁତ ଗାଳିଗୁଲଜ ବି କରୁଥିଲେ ଏବଂ ବାକି ସବୁ ପିଲା ଆରାମରେ ନିଜ ନିଜ ଖାଦ୍ୟ ଖାଇବାରେ ଏମିତି ବ୍ୟସ୍ତ ଥିଲେ ଯେମିତି ଘରେ କିଛି ହୋଇନାହିଁ। ସାଥିରେ ସେ ନିଜ ସ୍ୱାମୀଙ୍କୁ ଏହା ବି କହୁଥିଲେ କି ତୁମକୁ ତାଜା ଖାଦ୍ୟର ବହୁତ ସଉକ ଉଠିଛି ତ ଏଇ ନିଅ, ବିଲକୁଲ ତାଜା ତାଜା ଖାଦ୍ୟ ଖାଅ। ତୁମେ ଜାଣିଶୁଣି ବାସି ଖାଦ୍ୟ ଛାତ ଉପରେ ପକାଇଲ, ଏବେ ତୁମକୁ ଏଥିରେ ହିଁ ପେଟ ଭରିବାକୁ ହେବ। ମୋ ଶ୍ୱଶୁର ସେହି ସମୟରେ ଅସହାୟ ଥିଲେ। ଖାଦ୍ୟ ସେ ନୁହେଁ ବରଂ ମୁଁ ଛାତ ଉପରକୁ ଫିଙ୍ଗିଥିଲି ଏବଂ ଏବେ ଏହି କଥାର ସଜା ତାଙ୍କୁ ଭୋଗିବାକୁ ପଡୁଥିଲା। ମୋ ପାଖରେ ଏତେ ସାହସ ନଥିଲା କି ମୁଁ ମୋ ଶାଶୁଙ୍କୁ ସେହି ସମୟରେ ଏହି କଥା କହିଥାନ୍ତି କି ଏହି ଦୁର୍ଗନ୍ଧଯୁକ୍ତ ଖାଦ୍ୟ ମୁଁ ହିଁ ଛାତ ଉପରେ ଫିଙ୍ଗିଛି। କିନ୍ତୁ ମୋ ନିଜ ପାଟିରୁ ବି ଗୋଟିଏ ଗୁଣ୍ଡା ତଳକୁ ଖସୁ ନଥିଲା। ଯେମିତି ହେଉ ମୋର ରାତି କଟିଲା ଏବଂ ସକାଳ ହେବା ମାତ୍ରେ ମୁରୁ ବାହାରିଲି ତ ମୋ ସାମ୍ନାରେ ହିଁ ଅଗଣାରେ ମୋ ଶ୍ୱଶୁର ସେହି ଭଙ୍ଗା ପଲଙ୍କ ଉପରେ ପୂଜା କରୁଥିଲେ। ମୁଁ ତାଙ୍କ ପାଖକୁ ଯାଇ ବସିଗଲି। ଯେମିତି ତାଙ୍କର ପୂଜା ଶେଷ ହେଲା ତ ସେ ମୋତେ ଦେଖି ପଚାରିଲେ କି କ'ଣ କଥା ବେଟି, ଆଜି ଏତେ ସକାଳୁ କେମିତି ଉଠି ପଡ଼ିଲୁ? ଏହା ଶୁଣି ମୋ ଆଖିରେ ପୁଣିଥରେ ଲୁହ ଆସିବାକୁ ଲାଗିଲା ଏବଂ ମୁଁ ତାଙ୍କୁ ଜଣାଇଲି କି ବାସି ଖାଦ୍ୟ ମୁଁ ହିଁ ଛାତ ଉପରେ ଫିଙ୍ଗିଥିଲି, ଯାହାଫଳରେ ଆପଣଙ୍କୁ ଦୁର୍ଗନ୍ଧଯୁକ୍ତ ଖାଦ୍ୟ ଖାଇବାକୁ ନ ପଡ଼ୁ। କିନ୍ତୁ ମୁଁ ଜାଣିନଥିଲି କି ମୋର ଏହି କାମ ଯୋଗୁଁ ଆପଣ ଖାଦ୍ୟ ହିଁ ଖାଇପାରିବେ ନାହିଁ। ମୁଁ ତାଙ୍କୁ କ୍ଷମା ମାଗିଲି। ମୋ ଶ୍ୱଶୁର ମୋ ହାତକୁ ତାଙ୍କ ଆଗରୁ ହଟାଇଦେଲେ ଏବଂ କହିବାକୁ ଲାଗିଲେ କି ବେଟି, ଏଥିରେ କ୍ଷମା ମାଗିବାର କ'ଣ ଅଛି? ତୁମେ ତ ମୋ ପାଇଁ ଭଲ ହିଁ ଭାବୁଥିଲ, କିନ୍ତୁ ମୋ ନସିବରେ ଏବେ ସାରା ଜୀବନ ଖରାପ ଖାଦ୍ୟ ହିଁ ଲେଖାଅଛି। ଆଜି ମୋତେ ଏହି କଥା ଉପରେ ବି ବହୁତ ଆଶ୍ଚର୍ଯ୍ୟ ଲାଗୁଥିଲା କି ଏତେ ଶୀତ କାକରରେ ମୋ ଶ୍ୱଶୁର ଖୋଲା ଆକାଶ ତଳେ ପଲଙ୍କରେ କାହିଁକି ଶୋଉଛନ୍ତି, ଯେବେକି ମୋ ଶାଶୁ ନିଜରେ ଆରାମରେ ଶୋଉଛନ୍ତି। ମୁଁ ନିଜ ଶ୍ୱଶୁରଙ୍କୁ ସାହସ କରି ପଚାରିଲି କି ପିତାଜୀ, ଆଖିର କ'ଣ ଏମିତି କଥା କି ଆପଣଙ୍କ ସନ୍ତାନମାନଙ୍କୁ ବି ଏହି କଥାର ଅନୁଭବ ନାହିଁ ଏବଂ ମା ବି ଆପଣଙ୍କ ସହ ବହୁତ ଖରାପ ବ୍ୟବହାର କରନ୍ତି? ଘରେ ସମସ୍ତେ ତାଜା ଖାଦ୍ୟ ଖାଉଛନ୍ତି, କିନ୍ତୁ ଆପଣଙ୍କୁ 2 ଦିନର ପୁରୁଣା ପଚା ଖାଦ୍ୟ ହିଁ କାହିଁକି ଦିଆଯାଉଛି? ଶ୍ୱଶୁର ମୋ କଥା ଶୁଣି ଟିକେ ହସିଲେ ଏବଂ କହିଲେ କି ମୋତେ ଖୁସି ଲାଗୁଛି କି ମୋ ବୋହୂର ମୋର ଏତେ ବେଶୀ ଖିଆଲ ଅଛି। କିନ୍ତୁ ତୁମ ଶାଶୁ ମୋ ସହ ଖରାପ ବ୍ୟବହାର କରୁନାହାନ୍ତି କି ମୋ ପିଲାମାନେ ଖରାପ ନୁହନ୍ତି, ବରଂ ମୁଁ ସେଇଆ ଭୋଗୁଛି ଯାହା ମୁଁ ବୁଣିଥିଲି। ନିଜ ଶ୍ୱଶୁରଙ୍କ କଥା ଶୁଣି ମୁଁ ଚକିତ ହୋଇଗଲି କି ଏତେ ସବୁ ହେବା ପରେ ବି ତାଙ୍କର ନିଜ ସ୍ତ୍ରୀ ଏବଂ ପିଲାମାନଙ୍କଠାରୁ କୌଣସି ଅଭିଯୋଗ ନଥିଲା। ଯେବେକି ତାଙ୍କ ଅବସ୍ଥା ଦେଖିଲେ ମୋ ନିଜ ମନ ଜଳୁଥିଲା। ଶୀତ ବହୁତ ହେଉଥିଲା ଏବଂ ଏପର୍ଯ୍ୟନ୍ତ କେହି ନିଜରୁ ବାହାରି ନଥିଲେ। ମୁଁ ସଲ୍ ଘୋଡ଼େଇ ହୋଇ ଶ୍ୱଶୁରଙ୍କ ପାଖରେ ହିଁ ବସିଥିଲି, ଯେତେବେଳେ ସେ ଧୀରେ ଧୀରେ ମୋତେ ସବୁ କିଛି କହିବାକୁ ଲାଗିଲେ, ଯାହା ଜାଣିବା ପରେ ମୋ ଲୋମ ଟାଙ୍କୁରି ଉଠିଲା। ମୋ ଶ୍ୱଶୁର ମୋତେ କହିଲେ କି ଯେତେବେଳେ ତାଙ୍କର ମୋ ଶାଶୁଙ୍କ ସହ ବିବାହ ହେଲା ତ ସେମାନଙ୍କ ବୟସରେ ବହୁତ ଅଧିକ ପାର୍ଥକ୍ୟ ଥିଲା। ମୋ ଶାଶୁ ଜଣେ 16 ବର୍ଷ ବୟସର ଝିଅ ଥିଲେ, ଯେବେକି ମୋ ଶ୍ୱଶୁର 32 ବର୍ଷର ଥିଲେ। ମୋ ଶ୍ୱଶୁର କହିବାକୁ ଲାଗିଲେ କି ତାଙ୍କ ମା ଶୁଣି ତାଙ୍କ ବିବାହ ବହୁତ ବିଳମ୍ବରେ କରାଇଥିଲେ, କାରଣ ସେ ଘରେ ଏକମାତ୍ର ରୋଜଗାରିଆ ଥିଲେ ଏବଂ 6 ଜଣ ଭଉଣୀଙ୍କର ଏକମାତ୍ର ଭାଇ ଥିଲେ। ତାଙ୍କ ମା ପ୍ରଥମେ ତାଙ୍କ ରୋଜଗାରରେ ପୂରା ଘର ବନାଇଲେ ଏବଂ ନିଜ ଝିଅମାନଙ୍କର ବିବାହ ସ୍ଥିର କଲେ। ଏହାପରେ ହିଁ ତାଙ୍କ ବିବାହ ମୋ ଶାଶୁଙ୍କ ସହ କରାଇଲେ। ମୋ ଶ୍ୱଶୁରଙ୍କ ମା ଜାଣିଶୁଣି ଏକ କମ୍ ବୟସର ଝିଅ ସହ ତାଙ୍କର ବିବାହ କରାଇଥିଲେ, ଯାହାଫଳରେ ସେ ତାକୁ ଦବାଇ ରଖିପାରିବେ। ମୋ ଶ୍ୱଶୁର କହିଲେ କି ଯେତେବେଳେ ମୋ ଶାଶୁ ବିବାହ କରି ତାଙ୍କ ଘରକୁ ଆସିଲେ ତ ସେ ପ୍ରଥମ ଦିନରୁ ହିଁ ନିଜ ଶାଶୁଙ୍କ ଚାକରାଣୀ ବନିଗଲେ। ତାଙ୍କ ଶାଶୁ ତାଙ୍କୁ ଖାଇବାକୁ ବି ଦେଉନଥିଲେ ଏବଂ ସବୁ ଖାଦ୍ୟ ନିଜ ଝିଅମାନଙ୍କ ଘରକୁ ପଠାଇ ଦେଉଥିଲେ ଏବଂ ମୋ ଶାଶୁଙ୍କ ଭାଗରେ ସବୁବେଳେ ବଳକା ଏବଂ ପଚା ଖାଦ୍ୟ ହିଁ ଆସୁଥିଲା। କିନ୍ତୁ ମୋ ଶାଶୁ କେବେ ବି ମୁହଁ ଖୋଲିନଥିଲେ ଏବଂ ମୋ ଶ୍ୱଶୁର ଏହି ସବୁ ଅତ୍ୟାଚାର ଦେଖିବି ନିଜ ମାଙ୍କ ଖାତିରରେ ଚୁପ୍ ରହିଲେ। ମୋ ଶାଶୁ ମାତ୍ର 17 ବର୍ଷର ଥିଲେ ଯେତେବେଳେ ତାଙ୍କ ଘରେ ଅର୍ଜୁନ ଜନ୍ମ ହେଲେ। ପେଟ ଭରି ଖାଦ୍ୟ ନ ମିଳିବା କାରଣରୁ ମୋ ଶାଶୁଙ୍କ ଅବସ୍ଥା ବହୁତ ଖରାପ ରହିବାକୁ ଲାଗିଲା, କିନ୍ତୁ ସେସବୁ ସତ୍ତ୍ୱେ ବି ଘରର ସବୁ ଦାୟିତ୍ୱ ତାଙ୍କରି ମୁଣ୍ଡରେ ଥିଲା। ମୋ ଶ୍ୱଶୁରଙ୍କ ସବୁ ଭଉଣୀମାନେ ଆସି ତାଙ୍କୁ ବହୁତ ହଇରାଣ କରୁଥିଲେ। ମୋ ଶ୍ୱଶୁରଙ୍କର ବହୁତ ଭଲ ସରକାରୀ ଚାକିରି ଥିଲା, କିନ୍ତୁ ଏହାପରେ ବି ସେ ନିଜ ସ୍ତ୍ରୀକୁ ଗୋଟିଏ ବେଳାର ଭଲ ଖାଦ୍ୟ ବି ଖୁଆଇ ପାରୁନଥିଲେ।
ଯେବେକି ତାଙ୍କ ଭଉଣୀମାନେ ଯେତେବେଳେ ରହିବାକୁ ଆସୁଥିଲେ ତ ସେମାନଙ୍କ ପାଇଁ ଭଲରୁ ଭଲ ବ୍ୟଞ୍ଜନ ବନୁଥିଲା ଏବଂ ମୋ ଶାଶୁ ସାରା ଦିନ କିଚେନରେ କାମ କରୁଥିଲେ ଏବଂ ଶେଷରେ ତାଙ୍କ ପାଇଁ ଖାଇବାକୁ ଗୋଟିଏ ଗୁଣ୍ଡା ବି ବଞ୍ଚୁ ନଥିଲା। ଏତେ ସବୁ ହେବା ପରେ ବି ମୋ ଶାଶୁ କେବେ ମୋ ଶ୍ୱଶୁରଙ୍କୁ କୌଣସି ଅଭିଯୋଗ କରୁନଥିଲେ। କିନ୍ତୁ ଅର୍ଜୁନ ସହ ଜନ୍ମ ହୋଇଥିବା ତାହାର ଜାଆଁଳା ଭାଇ ଖରାପ ସ୍ୱାସ୍ଥ୍ୟ କାରଣରୁ ଜନ୍ମରୁ ହିଁ ମରିଗଲା, ଯାହାଫଳରେ ମୋ ଶାଶୁଙ୍କ ଅବସ୍ଥା ବହୁତ ଖରାପ ହୋଇଗଲା ଏବଂ ସେ ପୂରାପୂରି ବିଛଣାରେ ପଡ଼ିଗଲେ। ଯେପର୍ଯ୍ୟନ୍ତ ସେ କାମ କରିବା ଯୋଗ୍ୟ ଥିଲେ ସେ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ପୂରାପୂରି ବ୍ୟବହାର କଲେ, କିନ୍ତୁ ଯେତେବେଳେ ସେ କାମ କରିବା ଯୋଗ୍ୟ ରହିଲେ ନାହିଁ ତ ଅର୍ଜୁନଙ୍କ ଜେଜେମା ମୋ ଶାଶୁଙ୍କୁ ଏକରେ ପକାଇ ଛାଡ଼ିଦେଲେ ଏବଂ ତାଙ୍କୁ ଖାଦ୍ୟ ବି ଦିଆଯାଉ ନଥିଲା। ମୋ ଶ୍ୱଶୁରଙ୍କ 6ରୁ 6 ଭଉଣୀ ମୋ ଶ୍ୱଶୁରଙ୍କ ରୋଜଗାରରେ ମଉଜ କରୁଥିଲେ, ଯେବେକି ତାଙ୍କ ନିଜ ସ୍ତ୍ରୀ ଦିନସାରା ଭୋକିଲା ରହୁଥିଲେ। ଦିନକୁ ଦିନ ମୋ ଶାଶୁ ରୋଗିଣା ହେବାରେ ଲାଗିଲେ। ଏହି ସହରରେ ତାଙ୍କର କେହି ନଥିଲେ, କାରଣ ସେ ଅନ୍ୟ ସହରରୁ ବିବାହ କରି ଆସିଥିଲେ। ତାଙ୍କ ବାପା ମା ବି ଲେଉଟି ନିଜ ଝିଅକୁ ପଚାରି ନଥିଲେ। ଏହାପରେ ମୋ ଶାଶୁ ଆଉ 2ଟି ଝିଅଙ୍କୁ ଜନ୍ମ ଦେଲେ। ତାଙ୍କ ଅବସ୍ଥା ଆଗ ଅପେକ୍ଷା ଆହୁରି ଖରାପ ହୋଇଗଲା। ଦିନେ ଅର୍ଜୁନଙ୍କ ଜେଜେମା ମୋ ଶାଶୁଙ୍କ ଉପରେ ମିଛ ଅଭିଯୋଗ ଲଗାଇଲେ ଏବଂ ମୋ ଶ୍ୱଶୁରଙ୍କୁ ବାଧ୍ୟ କଲେ କି ସେ ଅର୍ଜୁନଙ୍କ ମାଆକୁ ତଲାକ, ଛାଡ଼ପତ୍ର ଦେଇଦିଅନ୍ତୁ। ଏହିପରି ଭାବରେ ସେ ବାଧ୍ୟ ହୋଇ ଅର୍ଜୁନଙ୍କ ମା ଅର୍ଥାତ୍ ମୋ ଶାଶୁଙ୍କୁ ତଲାକ ଦେଇଦେଲେ। ନିଜ ଶ୍ୱଶୁରଙ୍କ ଏହି କଥା ଶୁଣି ତ ମୋ ଲୋମ ଟାଙ୍କୁରି ଉଠିଲା କି ମୋ ଶାଶୁ ଶ୍ୱଶୁର ସ୍ୱାମୀ ସ୍ତ୍ରୀ ହୋଇ ରହିନାହାନ୍ତି। ଏହି କଥା ତ ମୋ ପାଇଁ ଏକ ବଡ଼କାଠାରୁ କମ୍ ନଥିଲା। ନିଜ ସ୍ୱାମୀଙ୍କଠାରୁ ତଲାକ ପାଇବା ପରେ ବି ମୋ ଶାଶୁଙ୍କୁ ମଜବୁର ହୋଇ ଏହି ଘରେ ରହିବାକୁ ପଡ଼ିଲା। ସେ ଆଗରୁ ଚାକରାଣୀ ଭଳି ଜୀବନ କାଟୁଥିଲେ, ଏବେ ତ ତାଙ୍କର ସ୍ଥିତିମାଟି ସମାନ ବି ରହିଲା ନାହିଁ। ସେ ବହୁତ ଖରାପ ପରିସ୍ଥିତିରେ ନିଜ ଜୀବନର ଆରମ୍ଭ କଲେ ଏବଂ ଫିର୍ ଦେଖୁ ଦେଖୁ କିଛି ବର୍ଷରେ ମୋ ଶ୍ୱଶୁରଙ୍କ ମାଆଙ୍କର ମୃତ୍ୟୁ ହୋଇଗଲା। ମୋ ଶ୍ୱଶୁର ଅବସର ନେଲେ ତ ତାଙ୍କ ଭଉଣୀମାନେ ବି ସବୁ ନିଜ ନିଜ ଜୀବନରେ ମଜଗୁଲ ହୋଇଗଲେ, କାରଣ ଏବେ ତାଙ୍କ ଭାଇ ପାଖରେ ଟଙ୍କା ନଥିଲା ଯାହା ଉପରେ ସେମାନେ ମଉଜ କରିପାରିବେ। ଏତେ ବର୍ଷରେ ଅର୍ଜୁନ ବହୁତ ବଡ଼ ହୋଇଯାଇଥିଲା ଏବଂ ସେ ନିଜ ମା ଉପରେ ହେଉଥିବା ସବୁ ଅତ୍ୟାଚାରକୁ ନିଜ ଆଖିରେ ଦେଖିଥିଲା। ମୋ ଶ୍ୱଶୁରଙ୍କ ଅବସର ପରେ ଅର୍ଜୁନ ଚାକିରି ଆରମ୍ଭ କରିଦେଲା ଏବଂ ସେ ଛୋଟମୋଟ ଚାକିରି କରି ସେ ନିଜ ପାଠପଢ଼ା ସହିତ ଘର ଖର୍ଚ୍ଚ ବି ଚଳାଇବା ଆରମ୍ଭ କଲା। ଧୀରେ ଧୀରେ ଘରେ ଅର୍ଜୁନ ଏବଂ ତା ମାଙ୍କର ପତିଆରା ବଢ଼ିଗଲା ଏବଂ ମୋର ଶ୍ୱଶୁରଙ୍କର ସ୍ଥିତି ସେଇଆ ହୋଇଗଲା ଯାହା ଅର୍ଜୁନଙ୍କ ମାଙ୍କର ଥିଲା। ସମୟର ଚକ ବହୁତ ଶୀଘ୍ର ବଦଳି ଚାଲିଥିଲା ଏବଂ ପରିସ୍ଥିତି ପୂରାପୂରି ବଦଳିଗଲା। ଏବେ ମୁଁ ମଜବୁର ହୋଇସାରିଥିଲି କି ମୁଁ ଅର୍ଜୁନଙ୍କ ମାଙ୍କ ଦୟାରେ ପଡ଼ି ରହୁଥିଲି। ମୋତେ ପଚାରିବାକୁ ଏବେ କେହି ନଥିଲେ। ଆମ ଦୁହିଁଙ୍କର ତଲାକ ହୋଇସାରିଥିଲା, କିନ୍ତୁ ଏସବୁ ସତ୍ତ୍ୱେ ବି ଅର୍ଜୁନଙ୍କ ମା ଏହି ଘରେ ଥିଲେ। ସେ ପ୍ରଥମେ ଏଥିପାଇଁ ମଜବୁର ଥିଲେ ଏବଂ ଏହି ଘରେ ରହୁଥିଲେ। ଏବେ ଏହା ମୋର ମଜବୁରି ବନିଯାଇଥିଲା କି ମୁଁ ତାଙ୍କୁ ଏହି ଘରୁ ଯିବାକୁ ଦେଇପାରୁ ନଥିଲି, କାରଣ ଯଦି ସେ ଚାଲିଯାଇଥାନ୍ତେ ତ ମୁଁ ଏକା ହୋଇଯାଇଥାନ୍ତି ଏବଂ ଏହି ବଡ଼ ଘରେ ଏକା କ'ଣ କରିଥାନ୍ତି। ମୋର ତ ବୟସ ବି ବହୁତ ହୋଇଯାଇଥିଲା। ମୋ ପିଲାମାନେ ମୋତେ ଘୃଣ କରିବାକୁ ଲାଗିଥିଲେ ଏବଂ ଅର୍ଜୁନଙ୍କ ମାଙ୍କ ମନରେ ବି ମୋ ପାଇଁ ଏବେ କୌଣସି ଦୟା ନଥିଲା, କାରଣ ମୁଁ ବିବାହର ଯେତେ ବର୍ଷ ବି ତାଙ୍କ ସହ ବିତାଇଲି ତାଙ୍କ ଉପରେ କିଛି ଦୟା କଲି ନାହିଁ, ବରଂ ସବୁବେଳେ ନିଜ ମାଙ୍କର ହିଁ ସାଥ ଦେଲି ଏବଂ ମୁଁ ନିଜ ଭଉଣୀମାନଙ୍କୁ ବହୁତ ଭଲ ପାଉଥିଲି ଏବଂ ମୁଁ ଅର୍ଜୁନଙ୍କ ମାଙ୍କ ଅପେକ୍ଷା ସବୁବେଳେ ନିଜ ଭଉଣୀମାନଙ୍କୁ ହିଁ ଜରୁରୀ ମନେ କଲି। ମୁଁ ନିଜ ଭଉଣୀମାନଙ୍କୁ ଟଙ୍କା ଦେଇପାରିଲି ନାହିଁ ତ ସେମାନେ ସମସ୍ତେ ମୋତେ ଛାଡ଼ି ଚାଲିଗଲେ। ସେହି ସମୟରେ ମୋତେ ଅନୁଭବ ହେଲା କି ସ୍ୱାମୀ ସ୍ତ୍ରୀ ପରସ୍ପର ପାଇଁ କେତେ ଜରୁରୀ। ଯଦି ମୁଁ ନିଜ ସ୍ତ୍ରୀକୁ ତାର ସଠିକ୍ ହକ୍ ଦେଇଥାନ୍ତି ଯାହାର ସେ ହକଦାର ଥିଲେ ତ ମୁଁ ବି ନିଜ ସଠିକ୍ ସ୍ଥାନରେ ଥାନ୍ତି। ମୋ ପିଲାମାନେ ବି ମୋତେ ଭଲ ପାଇଥାନ୍ତେ, ମୋତେ ସମ୍ମାନ ଦେଇଥାନ୍ତେ, ମୋ ସ୍ତ୍ରୀ ମୋତେ ନିଜ ମୁଣ୍ଡର ମୁକୁଟ କରି ରଖିଥାନ୍ତେ। କିନ୍ତୁ ମୁଁ ନିଜେ ହିଁ ନିଜ ହାତରେ ସବୁ ସମ୍ପର୍କକୁ ନଷ୍ଟ କଲି। ନିଜ ଆଖି ସାମ୍ନାରେ ସବୁ କିଛି ଭୁଲ ହେବାର ଦେଖିଲି, କିନ୍ତୁ କେବେ ରୋକିବାକୁ ଚେଷ୍ଟା କଲି ନାହିଁ, ଯାହାର ପରିଣାମ ମୁଁ ଆଜି ପର୍ଯ୍ୟନ୍ତ ଭୋଗୁଛି। ଏଥିରେ ଅର୍ଜୁନର କୌଣସି ଭୁଲ ନାହିଁ। ସେ ସାରା ଜୀବନ ଗୋଟିଏ ଗୋଟିଏ ଗୁଣ୍ଡା ପାଇଁ ବିତାଇଛି ଏବଂ ଆଜି ସେ ମୋତେ ବି ସେହି କଷ୍ଟ ଦେଉଛି ଯେଉଁଥିରେ ସେ ଗତି କରି ଏଠି ପର୍ଯ୍ୟନ୍ତ ପହଞ୍ଚିଛି। ଏବଂ ମୁଁ ବି ଏୟା ଭାବି କଷ୍ଟ ବରଦାସ୍ତ କରୁଛି କି ହୋଇପାରେ ଏହିପରି ଭାବରେ ମୋର ପାପ କ୍ଷୟ ହୋଇଯିବ। ମୁଁ ଜାଣିନଥିଲି କି ଜଣେ ପତି ନିଜ ପତ୍ନୀଙ୍କ ସହ କେମିତି ଏତେ ବଡ଼ ଖରାପ ବ୍ୟବହାର କରିପାରେ। ମୋ ଶ୍ୱଶୁର ନିଜ ସାରା ଜୀବନର କଥା କହି ଚୁପ୍ ହୋଇସାରିଥିଲେ, କିନ୍ତୁ ମୋ ଆଖିରୁ ଲଗାତାର ଲୁହ ବହି ଚାଲିଥିଲା। ଆଜି ମୋତେ ବୁଝାପଡ଼ୁଥିଲା କି ମୋ ଶାଶୁଙ୍କ ବ୍ୟବହାର ମୋ ସହ ଏତେ ଭଲ କେମିତି। ସେ ଯେତେ ବି କଷ୍ଟ ଦେଖିଥିଲେ ସେ ମୋତେ ସେଥିରୁ ବହୁତ ଦୂରରେ ରଖିବାକୁ ଚାହୁଁଥିଲେ। ନିଜ ବାପଘର ଅପେକ୍ଷା ଅଧିକ ଶାନ୍ତି ମୋତେ ମୋ ଶାଶୁ ଏହି ଘରେ ଦେଇଥିଲେ। ଯେମିତି ଯେମିତି ଦିନ ହେଉଥିଲା ସମସ୍ତେ ନିଜ ନିଜରୁ ବାହାରିବାକୁ ଲାଗିଲେ। ମୁଁ ନିଜ ଆଖି ପୋଛି କିଚେନକୁ ଆସିଗଲି। ଏକ ନୂଆ ଦିନ ଆରମ୍ଭ ହୋଇ ସାରିଥିଲା। ସେହି ନୂଆ ଦିନରେ ମୋ ଶ୍ୱଶୁର ନିଜ କୃତକର୍ମ ପାଇଁ ଅନୁତପ୍ତ ଥିଲେ ଏବଂ ଏବେ ମୋତେ ଏହା ଚେଷ୍ଟା କରିବାର ଥିଲା କି ଆସନ୍ତା ସମୟରେ କେମିତି ତାଙ୍କୁ କ୍ଷମା ଦିଆଇପାରିବି। ଭଗବାନ ବି ନିଜ ଭକ୍ତଙ୍କର ହଜାରେ ପାପକୁ କ୍ଷମା କରିଦିଅନ୍ତି ତ ଆମେ ତ ଫିର ମଣିଷ।
ଆମେ ମଣିଷ କାହିଁକି ଅନ୍ୟ ମଣିଷର ଭୁଲକୁ କ୍ଷମା କରିପାରିବା ନାହିଁ? ଏବେ ଯେତେବେଳେ କି ମୋ ଶ୍ୱଶୁରଙ୍କୁ ନିଜ ଭୁଲର ପୂରାପୂରି ଅନୁଭବ ହୋଇସାରିଥିଲା, ତ ମୁଁ ଚାହୁଁଥିଲି କି ମୋ ଶାଶୁ ବି ଆମକୁ କ୍ଷମା କରିଦିଅନ୍ତୁ। ତାଙ୍କ ଭିତରେ ଆଗ ଭଳି ସମ୍ପର୍କ ତ ନଥିଲା, କିନ୍ତୁ ତାଙ୍କ ଭିତରେ ସେହି ଦୁଇ ଜଣଙ୍କ ପିଲାମାନେ ଥିଲେ ଯାହାଙ୍କର ଭଲ ଭବିଷ୍ୟତ ପାଇଁ ଜରୁରୀ ଥିଲା କି ଘରର ବଡ଼ମାନଙ୍କୁ ସମ୍ମାନ ଦିଆଯାଉ। କିନ୍ତୁ ସବୁ ଜାଣି ବି ଚୁପ୍ ରହିବା ମୋ ପାଇଁ ବହୁତ କଷ୍ଟକର ଥିଲା। ଏହା ଏକ ସତ୍ୟ କି ଯେଉଁ ପତି ଯୌବନରେ ନିଜ ପତ୍ନୀକୁ ସମ୍ମାନ ଏବଂ ସେହି ହକ୍ ଦିଅନ୍ତି ନାହିଁ, ତାଙ୍କୁ ବାର୍ଦ୍ଧକ୍ୟରେ ଅପମାନ ସହିବାକୁ ପଡ଼େ। ମୁଁ ଜାଣିନଥିଲି କି ମୋର କୁହାଯାଇଥିବା ଶବ୍ଦ ମୋ ସ୍ୱାମୀଙ୍କ ମନରେ ଲାଗିଯିବ ଏବଂ ତାଙ୍କ ମନ ନିଜ ବାପାଙ୍କ ପାଇଁ ନରମ ହୋଇଯିବ। ଏବେ ସବୁଠୁ କଷ୍ଟକର କାମ ତ ଶାଶୁଙ୍କୁ ବୁଝାଇବା ଥିଲା, ଯେଉଁଥିରେ ମୋ ସ୍ୱାମୀ ମୋର ପୁରା ସାଥ ଦେଲେ ଏବଂ ନିଜ ବାପାଙ୍କୁ ନିଜ ସ୍ଥାନ ଦେବାରେ ସଫଳ ହେଲେ। ଆପଣଙ୍କ ମତରେ କ'ଣ ସତ୍ୟ ଜାଣି ମୁଁ ଶ୍ୱଶୁରଙ୍କୁ ତାଙ୍କର ପ୍ରକୃତ ସ୍ଥାନ ଦେଇ ଠିକ୍ କଲି ନାହିଁ? ମୋତେ ଶ୍ୱଶୁରଜୀଙ୍କୁ ତାଙ୍କ ଅବସ୍ଥାରେ ଛାଡ଼ିଦେବା ଉଚିତ ଥିଲା। କାରଣ ତାଙ୍କରି ଯୋଗୁଁ ଜଣେ ନୁହେଁ ବରଂ ଅନେକ ଜୀବନ ପରିସ୍ଥିତିର ଶିକାର ହୋଇଥିଲା। ବନ୍ଧୁଗଣ, ଆଶା କରୁଛି ଆପଣଙ୍କୁ ଆମ କାହାଣୀ ପସନ୍ଦ ଆସିଥିବ। କାହାଣୀ ପସନ୍ଦ ଆସିଛି ତ ଭିଡିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲରେ ନୂଆ ଅଛନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।